ଆଉ ବେମକସ ବାବୁ କଣ ଖବର? ଖବର ପରା ବର୍ତ୍ତମାନ ବହୁତ ବଡ ଜବର କଥା ହଉଛି କଣ, ବର୍ତ୍ତମାନ ବାହାଘର ସରିଲା କ୍ଷଣି ବାପ ସ୍ତ୍ରୀ କହୁଛି ଯେ କେବଳ ସ୍ୱାମୀ ପାଖରେ ରହିବେ, ବାପ ମାଙ୍କ ପାଖରେ କୌଣସି ପରିସ୍ଥିତିରେ ରଖାଯିବ ନାହିଁ। ହେ ବାବୁ, ବାପ ମା ପାଠ ପଢେଇଲେ, ମଣିଷ କଲେ, ଜନ୍ମ କଲେ, କ୍ଷୀର ଦେଲେ, ଏଡୁଏଟେ କଲେ, ବାପ କେତେ ମେହନତ କଲା, କେତେ ବଦନାମ ସହିଲା, କେତେ ଜାଗାରେ ଭୁଲ ମାଗିଲା ତୁମ ପାଇଁ, ସବୁ ପ୍ରକାର ସହିଲା। ଯେତେବେଳେ ରୋଜଗାର ତମେ କ୍ଷମ ହେଇଗଲ ସେତେବେଳେ କିଏ ଆସିଲା? ବାପ ଯୋଉ ବାହାଘର କଲ, ବାହାଘର ସରିଲେ କହୁଛ ବାପା ମା ତମ ସାଙ୍ଗେ ରହିବେନି, ସେଟା କଣ ସମ୍ଭବ କଥା? ଯେତେ ଯୋଉ ପୁରୁଷଙ୍କ ପାଖରେ ଟିକେ ବି ପୁରୁଷତ୍ୱ ଥିବ, ଯୋଉମାନେ ବାପା ମାଙ୍କଠୁ ପ୍ରକୃତରେ ଜନ୍ମ ହୋଇଥିବେ, ସେମାନେ କୌଣସି ପରିସ୍ଥିତିରେ ଯେତେ ଝାଡଝଞ୍ଝା ଆସୁ, ଯେତେ ବଦନାମ ସହିବାକୁ ଆସୁ, ଯେତେ ଯାହା ଆସୁ, କୌଣସି ପରିସ୍ଥିତିରେ ମଧ୍ୟ ବାପା ମାଙ୍କଠୁ ଅଲଗା ରହିବା କଥା ନୁହେଁ। ଯୋଉଭଳି ଭାବରେ ବାପା ମା ମାନେ ହଉଛନ୍ତି ଚଳନ୍ତି ଠାକୁର, ଚଳନ୍ତି ପ୍ରତିମା। ଠାକୁରଙ୍କୁ ଯୋଉମାନେ ଦର୍ଶନ କରିବାକୁ ଯାଉଛନ୍ତି, ଯୋଉମାନେ ତପସ୍ୟା କରୁଛନ୍ତି, କେତେ କଷ୍ଟ କରୁଛନ୍ତି। ତେଣୁ ଆଜି ଯୁଗରେ, କଳି ଯୁଗରେ ଯୋଉମାନେ ବାପା ମାଙ୍କୁ ରଖିଛନ୍ତି ପାଖରେ, ସେମାନଙ୍କୁ ମଧ୍ୟ ଏକ ପ୍ରକାର ତପସ୍ୟା ସେମାନେ କରୁଛନ୍ତି ଏବଂ ସେମାନେ ସବୁଠାରୁ ଭାଗ୍ୟବାନ। ଜୀବନରେ ବାପା ମାଙ୍କର ଯୋଉ ଆଶୀର୍ବାଦ ଅଛି, ଯାହା ଉପରେ ଟିକିଏ ବି ଅଛି ଆଜ୍ଞା, ସେ ବହୁତ ଉପରକୁ ଯାଉଛି, ବହୁତ ଉପରକୁ। ଯୋଉମାନଙ୍କ ଉପରେ ବାପା ମାଙ୍କର ଆଶୀର୍ବାଦ ନାହିଁ, ସିଏ ଯେତେ ଖଟିଲେ କଣ ହବ, ଆଉ ଆଗକୁ ଯାଇପାରିବ ନାହିଁ। ତେଣୁ ଏବେ କଣ ବୁଝିଲ? ଯାହା କଷ୍ଟ ଆସୁ ପଛେ ବାପା ମାଙ୍କ ପାଖରୁ ଛାଡିବ ନାହିଁ। ଲାଟେଷ୍ଟ ନ୍ୟୁଜ୍ ଅପଡେଟ୍ ପାଇଁ www.nowodisha.com କୁ ଲଗ୍ଇନ୍ କରନ୍ତୁ।